ଦିଗରେ 4ଟି ମଠର ସ୍ଥାପନା କରିବାର ଅଛି। ପୂର୍ବ ପଶ୍ଚିମ ଆଉ ଉତ୍ତର ଦକ୍ଷିଣ। ଯଦି କରାଯାଏ ଯାହା ମାଧ୍ୟମରେ ସନାତନ ଧର୍ମର ବ୍ୟାପକତା ଏବଂ ସନାତନ ଧର୍ମକୁ ଗୋଟେ ସଂସ୍ଥାପନା କରିହେବ। ସେଇଥିପାଇଁ କି ସିଏ ଯେଉଁ 4 ଥର ଭାରତ ଭ୍ରମଣରେ ଯାଇଛନ୍ତି ଆଦିଗୁରୁ ଶଙ୍କରାଚାର୍ଯ୍ୟ, ସିଏ ଭାରତର 4 ଦିଗରେ 4ଟି ମଠର ପ୍ରତିଷ୍ଠା କରିଥିଲେ। ଏବଂ ମୁଁ ଆପଣଙ୍କୁ କହିଦିଏ, ଯେଉଁଟାକି ଉତ୍ତର ଦିଗରେ ଯେଉଁ ମଠ ପ୍ରତିଷ୍ଠା କଲେ ତାର ନାଁ ହେଉଛି ଜ୍ୟୋତିର୍ମଠ। ପଶ୍ଚିମରେ ଯେଉଁ ମଠ ପ୍ରତିଷ୍ଠା କରାଯାଇଛନ୍ତି ତାର ନାଁ ହେଉଛି ଦ୍ୱାରକା ଶାରଦା ମଠ ଏବଂ ଦକ୍ଷିଣରେ ହେଉଛି ଶୃଙ୍ଗେରୀ ମଠ। ପୂର୍ବ ଦିଗରେ ଯାହା ରହିଛି ତାହା ହେଉଛି ଗୋବର୍ଦ୍ଧନ ମଠ। ଇଏ